ଛତୁ ଛତୁ ତରକାରୀ ଗୋଟେ ଏମିତି ଜିନିଷ ଯେଉଁଟାକି ସମସ୍ତଙ୍କୁ ଭଲ ଲାଗେ, କିନ୍ତୁ ତାକୁ ଯଦି ଠିକ୍ ଉପାୟରେ ବନେଇବା ତାହେଲେ ଚିକେନ୍ ମଟନ୍ଠୁ ବହୁତ ଅଧିକା ରହିବ। ତ ଏଇଭଳି ଆଜି ମୁଁ ବନେଇବି ଛତୁ ତରକାରୀର ଗୋଟେ ସୁନ୍ଦର ରେସିପି ଯେଉଁଟାକି ଆପଣମାନଙ୍କୁ ବହୁତ ଭଲ ଲାଗିବ। ଏଇ ଛତୁ ତରକାରୀଟା ଖାଇବାକୁ ବହୁତ ଟେଷ୍ଟି। ଏଇ ଛତୁ ତରକାରୀ ଆପଣମାନେ ରୁଟି ସହିତ ଆଉ ଭାତ ସହିତ ଆରାମସେ ଖାଇପାରିବେ। ଏଇଟା ହେଉଛି ପାଳ ଛତୁର ତରକାରୀ। ତ ଚାଲନ୍ତୁ ସାଙ୍ଗମାନେ ଡେରି ନ କରି ଦେଖିବା ଏଇ ଛତୁ ତରକାରୀ ରେସିପିଟି କେମିତି ବନାଯାଇଛି। ୱେଲକମ୍ ଟୁ ମାଇ ଚ୍ୟାନେଲ୍ ମାନେ ଝିଲିସ୍ କିଚେନ୍କୁ ସ୍ୱାଗତ କରୁଛି। ଛତୁ ଏଇଟା ହେଉଛି ପାଳ ଛତୁ, ଯେଉଁଟାକି ଆର ରେଟ୍ ଅଧିକ ରହିଛି। ଏଇ ପାଳ ଛତୁକୁ ମୁଁ ପାଖାପାଖି 2 ଫାଳ କରିଦେଇଛି। ଏଇ ପାଳ ଛତୁକୁ ମୁଁ ପାଖାପାଖି ଅଧା କିଲୋ ପାଳ ଛତୁ ନେଇଯାଇଛି। ସେଥିରେ ମୁଁ ପକାଇ ଦେଇଛି କିଛି ଲୁଣ, ଯେଉଁ ସ୍ୱାଦ ମାନେ କିଛି ଲୁଣ ପକାଇ ଦେଇଛି। ତା ସହିତ ଆମର ପକାଇଦେବି କିଛି ହଳଦୀ ଗୁଣ୍ଡ, ତା ସହିତ ଆମର ପକାଇଦେବି କିଛି ଲଙ୍କାଗୁଣ୍ଡ ସ୍ୱାଦ ଅନୁସାରେ, ମାନେ କାଶ୍ମୀରୀ ରେଡ଼୍ ଚିଲ୍ଲିର ଗୋଟେ ଲଙ୍କାଗୁଣ୍ଡ ଯେଉଁଟାକି ଆମର ତରକାରୀକୁ କଲର୍ କରିବ। ତା ସହିତ ଆମର କିଛି ଜିରା ଗୁଣ୍ଡ, ତା ସହିତ କିଛି ଧନିଆ ଗୁଣ୍ଡ, ଏସବୁ ଗୁଣ୍ଡ ମସଲା ପକାଇ ଭଲ ଭାବରେ ତାକୁ ଟିକେ ମାନେ ଗୋଳାଇ ଦେବା। ତା ସହିତ ଆମର କିଛି ଗୋଟେ ପିଆଜକୁ ପୁରା କାଟିକି ପୁରା ଛୋଟ ଛୋଟ କରି କାଟି ଦେଇଛି। କିଛି କଞ୍ଚା ଲଙ୍କା ଆଉ ଆମର କିଛି ମାନେ ରସୁଣକୁ ପୁରା ସଫା କରିଦେଇଛି, ଚୋପା ଛଡ଼େଇ ଦେଇଛି। ତାପରେ କିଛି ଟମାଟୋ ଆଉ କିଛି ଆମର ସୋରିଷ ତେଲ, ଯେଉଁଟାକି ଏଇ ତରକାରୀକୁ ଟେଷ୍ଟକୁ ବହୁତ ବଢ଼ାଇବ। ଏଇଟା ସୋରିଷ ତେଲରେ ଏଇଟା ହେଉଛି ଛତୁ ମାନେ ଏଇଟା ଟିକେ ଅଦା ରସୁଣ ପେଷ୍ଟ 2 ଚାମଚ, ତା ସହିତ ଟିକେ ସୋରିଷ ତେଲ ପକାଇଦେଲେ ଏଇ ଛତୁଟା ହେଉଛି ସିମ୍ପଲ୍ ୱେରେ କରିପାରିବେ। ଯେଉଁମାନେ ହଷ୍ଟେଲରେ ରହୁଥିବେ ସେମାନେ ଆରାମସେ ଛତୁ ତରକାରୀକୁ ବନେଇ ପାରିବେ। ଆଉ କିଛି ସୋରିଷ ତେଲ ଦେଇ ତାକୁ ଟିକେ କିଛି ସମୟ ପୁରା ମ୍ୟାରିନେଟ୍ କରିଦେବା, ଗୋଳାଇ ଦେବା। ଏଇଟା ସିମ୍ପଲ୍ ୱେରେ ହେଉଛି ସାଙ୍ଗମାନେ, ବହୁତ ସହଜ ଉପାୟ। ଆମ କୌଣସି ବଟାବଟିର କୌଣସି ଆବଶ୍ୟକତା ନାହିଁ। ନର୍ମାଲ୍ ୱେରେ ଏଇ ତରକାରୀଟି ଏତେ ଟେଷ୍ଟି ଲାଗିବ କହିବା ନାହିଁ। ତା ସହିତ ଲାଷ୍ଟକୁ ଦେବା ଆମର ଦହି, ଯେଉଁଟାକି ଦହି ଏଇ ତରକାରୀର ଗ୍ରେଭିକୁ ଟିକେ ବଢ଼ାଇ ଦେଉଛି। ତାପରେ ମାନେ ଦହି ଦେଲେ ତରକାରୀଟା ଟିକେ ପୁରା ମାନେ ବହଳିଆ ହେଇ ଆର ସ୍ୱାଦଟା ଟିକେ ଅଲଗା ପ୍ରକାର ଯାଉଛି। ଏହାକୁ ଭଲ ଭାବରେ ସବୁ ମିଶ୍ରଣକୁ ଭଲ ଭାବରେ ଗୋଳାଇ ଦେବା। ମୁଁ ଛତୁକୁ ଭାଜିନି ସାଙ୍ଗମାନେ, ଡାଇରେକ୍ଟ ଛତୁକୁ ଏମିତି ବନାଉଛି ଯେଉଁଟାକି ବହୁତ ଟେଷ୍ଟି ଲାଗିବ। ଆଉ ଥରେ ଏମିତି ମୋ ଭଳି ଏଇ ପ୍ରୋସେସ୍ରେ ବନାନ୍ତୁ। ଏଇଟା ଛତୁ ବାଟି ବସା ବୋଲି ଆକୁ କୁହାଯାଏ। ତାକୁ କିଛି ସମୟ ମାନେ ଗୋଳେଇ ଦେଲା ପରେ କିଛି ସମୟ ଘୋଡ଼ାଇ ଦେବା, ଯେଉଁଟାକି ଏଇ ମସଲା ସହିତ ଛତୁ ଭଲ ଭାବରେ ମିଶିଯିବ। ତାପରେ ଗୋଟେ ଆମର ମାନେ ମିଶିଗଲା ପରେ ଆମର ରହିଥିବା ଆଳୁ ମଧ୍ୟ ଅଛି। ଆପଣମାନେ ଚାହିଁଲେ ମଧ୍ୟ ଆଳୁ ମଧ୍ୟ ସେଥିରେ ପକାଇ ପାରିବେ। ଯେକୌଣସି ତରକାରୀରେ ଆଳୁଟା ନିହାତି ଭଲ ଲାଗେ, ତ ଆଳୁ ମଧ୍ୟ ସେଥିରେ ପକାଇ ଭଲ ଭାବରେ ଗୋଳାଇ ଦେଲେ ଚଳିବ। ତାପରେ ମୁଁ ଗୋଟେ କଡ଼ାଇ ବସାଇଦେଲି। କଡ଼ାଇରେ କିଛି ମାନେ ସୋରିଷ ତେଲ ଦେଇଦେଲି, ପାଖାପାଖି 2 ଚାମଚ ସୋରିଷ ତେଲ ଦେଇଦେଲି। ସୋରିଷ ତେଲରେ ଜିରା ମାନେ ଫୁଟଣ ଦେଇଦେଲି। ତାପରେ ଆମର ପକାଇଦେଲି ସବୁ ଗୋଳାଇ ରଖିଥିବା ସବୁ ମିଶ୍ରଣକୁ ପକାଇଦେଲା ପରେ କିଛି ସମୟ ଏମିତି ଏପଟ ସେପଟ କରି ଗୋଳାଇବା। ଆପଣମାନେ ଏଇ ତରକାରୀକୁ ଯେତେ ବି ବନାଇବେ ସାଙ୍ଗମାନେ ଆର ଜାଳଟା ମିଡ଼ିୟମ୍ ପୁରା ସ୍ଲୋରେ କରିବେ, କାରଣ ଏଥିରେ ଦହି ମିଶିଛି। ସେଥିପାଇଁ ଏଇ ମସଲାଟା ଫାଟିଯିବାର ଚାନ୍ସେସ୍ ଅଛି। ତ ଆମର ତରକାରୀଟା ଖଟାପଣ ଆସିଯିବ। ସେଥିପାଇଁ ସ୍ଲୋ ଜାଳରେ ହିଁ ଏହାକୁ ଧୀରେ ଧୀରେ ଚଲାଇବେ। ତାର ଯେ ପର୍ଯ୍ୟନ୍ତ ତା ଦେହରୁ ପାଣି ଶୋକ୍ କରିନି ସେ ପର୍ଯ୍ୟନ୍ତ ଆମେ ଏମିତି ଭାଜୁଥିବା ଏଇସବୁ ମିଶ୍ରଣକୁ। କୌଣସି ପ୍ରକାର ମାନେ ଭଜିର ମସଲା କିଛି ଦରକାର ନାହିଁ। କେବଳ ସେ ପାଣିଟି ହିଁ ଆରାମସେ ହେଇଗଲା ପରେ ସ୍ଲୋ ଜାଳରେ ହିଁ କରିବେ। ଯେତେ ସ୍ଲୋରେ କରିବେ ତା ଦେହରୁ ସେ ମସଲାଟା ବହୁତ ବଢ଼ିଆ ଟେଷ୍ଟି ରହିବ। ଆଉ ଦେଖନ୍ତୁ ପାଖାପାଖି ସ୍ଲୋ ଜାଳରେ ଦେଇସାରିଲା ପରେ ପାଖାପାଖି ତରକାରୀର ଷ୍ଟ୍ରକ୍ଚର୍ କେମିତି ହେଇଛି, ପୁରା ଜୁସି ହେଇଗଲାଣି। ତା ସହିତ ଆମର
आलू मध्य भल भाव सीझी गलानी एथिरे कौनसी प्रकार अधिका मसला पड़नी सिंपल वे होईची तो एथिरे सबू माने कंचा जिनस मिसिची किंतु ये तरकारीटा बहुत टेस्टी आमर रसुण सब मिसिची सब ता देहरे आमर देदेबा किछि गोटे गोटे चामच आमर गरम पानी कारण गरम पानी देवा द्वारा तरकारीर कलरटा बहुत भल लगे तो से अल्प समय भितर मध्य सीझी जाए तो सेथिपई गरम पानी गोटे गिनाडे देदेबा गरम पानी देला बेले देखंतु एई भली जदी झोल रखिबाकू चाहुचंती आपण माने किछि समय फुटै देकी रखिदे जदी अधिक झोल रखुचंती रखिबे नला आ टिके मध्य मारी देले माने सुप कर देले मध्य चलिबो देखंतु एई भली स्ट्रक्चर अनुसार मो तरकारीटे रहिछि तो फाइनल मु मोर माने खाइबा थाली रे बाढ़ी देली गोटे भात ता सहित काकुड़ी ता सहित आमर देखंतु सांग माने तरकारीटा केते सुंदर लागुची ता सहित आमर